Guys, welcome to Ola Education। ଆଜି ଆମେ ପଢିବା ଲକ୍ଷ୍ମୀକାନ୍ତ ମହାପାତ୍ର, ଯୋଉଟାକି ଦଶମ ଶ୍ରେଣୀ 10th ପିଲାମାନଙ୍କ ପାଇଁ ଲକ୍ଷ୍ମୀକାନ୍ତ ମହାପାତ୍ର ବିଷୟ। 1 ନମ୍ବର ଅଛି ନିମ୍ନ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ପ୍ରଥମେ ଅଛି ରଚକ, ରଚକର ହବ ଅରଚକ। ତାପରେ ଅଛି ବୁଦ୍ଧିମାନ, ତା ଦ୍ୱାରା ହବ ବୁଦ୍ଧିହୀନ। ତାପରେ ଅଛି ପ୍ରଶଂସା, ପ୍ରଶଂସାର ହବ ନିନ୍ଦା। ତାପରେ ଅଛି ଆସକ୍ତ, ଆସକ୍ତର ହବ ଅନାସକ୍ତ। ଟିକେ ବହି ଦେଖିକି ଲେଖିବ, କାରଣ ଏଠି ସ୍ପେଲିଂ ଭୁଲ ଅଛି। ଛନ୍ଦର ହବ ପ୍ରକାଶ। କାଢିବାର ହବ, ହସିବାର ହବ କାନ୍ଦିବା, କାନ୍ଦିବା ଏଟା। ଦୁରାରୋଗ୍ୟ, ଦୁହୁ ପ୍ଲସ୍ ଆରୋଗ୍ୟ, ଦୁରାରୋଗ୍ୟ। ପିତୃଇକ, ପିତୃ ପ୍ଲସ୍ ଇକ। ଉତ୍ତରାଧିକାରୀ, ଉତ୍ତର ପ୍ଲସ୍ ଅଧିକାରୀ। ଅଭିଷେକୋତ୍ସବ, ଅଭିଷେକ ପ୍ଲସ୍ ଉତ୍ସବ। ତାପରେ ଅଛି ସୁଧା ପ୍ଲସ୍ ଆକାର, ସୁଧାକର। ତାପରେ ଅଛି ସମ ପ୍ଲସ୍ ଆଲୋଚନା, ସମାଲୋଚନା। ଏସବୁ ବୁଝିହେଲା। ତାପରେ କାନ୍ତି ଲଗାଇ ଆଉ 5ଗୋଟି ଶବ୍ଦ ଲେଖ। ସୂର୍ଯ୍ୟକାନ୍ତି, ଚନ୍ଦ୍ରକାନ୍ତି, ସ୍ୱର୍ଣ୍ଣକାନ୍ତି, ରୌପ୍ୟକାନ୍ତି, ସୁକାନ୍ତି। 5ଟା ହେଇଗଲା। 1 2 3 4 5। ଏଠି ଦେଖନ୍ତୁ, ଯେପରି ଅଛି ନିତ୍ୟ ପ୍ଲସ୍ ଆନନ୍ଦ, ନିତ୍ୟାନନ୍ଦ। ଏପରି ଏଟା ସବୁ କଣ ହବ? ଏଇଠି ଦେଖିବା ଆମେ। ସତ୍ୟ ପ୍ଲସ୍ ଆନନ୍ଦ, ସତ୍ୟାନନ୍ଦ। ରସ ପ୍ଲସ୍ ଆନନ୍ଦ, ରସାନନ୍ଦ। ପୂର୍ଣ୍ଣ ପ୍ଲସ୍ ଆନନ୍ଦ, ପୂର୍ଣ୍ଣାନନ୍ଦ। ଭୈରବ ପ୍ଲସ୍ ଆନନ୍ଦ, ଭୈରବାନନ୍ଦ। ବ୍ରହ୍ମ ପ୍ଲସ୍ ଆନନ୍ଦ, ବ୍ରହ୍ମାନନ୍ଦ। ଗୌରବ ଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ 5ଗୋଟି ଶବ୍ଦ ଲେଖ। ପୂର୍ଣ୍ଣଚନ୍ଦ୍ର, ହରିଶ୍ଚନ୍ଦ୍ର, ଗୋପାଳଚନ୍ଦ୍ର, କୃଷ୍ଣଚନ୍ଦ୍ର, ଶ୍ରୀଚନ୍ଦ୍ର। ହେଇଗଲା। 1 2 3 4 5। ତାପରେ ଏଠି ଆଇଲା କ୍ଷୁଦ୍ର ଉତ୍ତର ମୂଳକ ପ୍ରଶ୍ନ ଉତ୍ତର। 6 ନମ୍ବର, କାନ୍ତକବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? କାନ୍ତକବି ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା। ତାପରେ ଆସିଲା 7 ନମ୍ବର। 7 ନମ୍ବର, କାନ୍ତକବିଙ୍କ ପୈତୃକ ଗ୍ରାମ ନାମ କଣ? କାନ୍ତକବିଙ୍କ ପୈତୃକ ଗ୍ରାମ ନାମ ତାଳପଦା। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କଣ? ସେ କେଉଁ ବୃତ୍ତି ଅବଲମ୍ବନ କରୁଥିଲେ? କାନ୍ତକବିଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ସେ ଓକିଲାତି ବୃତ୍ତି ଅବଲମ୍ବନ କରୁଥିଲେ। କବିତା ଲେଖା ପାଇଁ କାହାର ଶ୍ରଦ୍ଧାଭାଜନ ସେ ହେଇଥିଲେ? ଲକ୍ଷ୍ମୀକାନ୍ତ। କବିତା ଲେଖା ପାଇଁ ଲକ୍ଷ୍ମୀକାନ୍ତ ରେଭେନ୍ସା ଛାତ୍ରାବାସର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ। ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କଣ? ମାତାଙ୍କ ନାମ ରାଧାମଣୀ। ଲକ୍ଷ୍ମୀକାନ୍ତ ବିଏ ପଢିବା ପାଇଁ କଲିକତାର କେଉଁ କଲେଜରେ ନାମ ଲେଖାଇଥିଲେ? ରିପନ କଲେଜରେ ନାମ ଲେଖାଇଥିଲେ। ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କେଉଁ ନାଟକରେ ଅଭିନୟ କରିଥିଲେ? ରେଭେନ୍ସା ମଧ୍ୟରେ ମନୋଜ କାଞ୍ଚି କାବେରୀ ନାଟକରେ ଅଭିନୟ କରିଥିଲେ ମହାପାତ୍ର। କେଉଁଠାରେ ଲକ୍ଷ୍ମୀକାନ୍ତଙ୍କ କାନ୍ତକବି ରୂପେ ଅଭିହିତ କରାଯାଇଥିଲା? 1934 ମସିହା ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା। 14 ନମ୍ବର, ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ କେଉଁ ପତ୍ରିକାର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ? ଛାତ୍ରାବାସରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ ମୁକୁର ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଓ ଉତ୍କଳ ପତ୍ରିକାର ସମ୍ପାଦକ ବିଶ୍ୱନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାନ୍ତକବିଙ୍କ କୁଳଗୁରୁଙ୍କ ନାମ କଣ? କାନ୍ତକବି କୁଳଗୁରୁଙ୍କ ନାମ ବାବାଜୀ ରାମଦାସ।
ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା କିଏ? ଗୋପୀନାଥ। ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା ଗୋପୀନାଥ। ବନ୍ଦେ ଉତ୍କଳ ଜନନୀ କବିତା ଉତ୍କଳ ସମ୍ମିଳନୀର କେଉଁଠିକା ଅଧିବେଶନରେ ଗାନ କରାଯାଇଥିଲା? 1912 ମସିହାରେ ହୋଇଥିବା ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଇଥିଲା। ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସର ନାମ କଣ? ଗୋପୀନାଥ ପ୍ରେସ। ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସର ନାମ ଗୋପୀନାଥ ପ୍ରେସ। ଡଗର ପ୍ରକାଶନ କଟକରେ ପିଠାପୁର କେଉଁ ମସିହାରେ ହେଇଥିଲା? 1948 ମସିହାରେ ଡଗର ପତ୍ରିକାର ପ୍ରକାଶନ ପିଠାପୁରରେ ହୋଇଥିଲା। ଅସହଯୋଗୀର ଆତ୍ମକଥା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଅସହଯୋଗୀର ଆତ୍ମକଥା ଉତ୍କଳ ସାହିତ୍ୟ ପତ୍ରିକାରେ 5ଟି ସଂଖ୍ୟାରେ ପ୍ରକାଶ ପାଇଥିଲା। ଲକ୍ଷ୍ମୀକାନ୍ତ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କଣ? କଣା ମାମୁଁ। ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲରୁ ଇସ୍ତଫା ଦେଲେ କାହିଁକି? ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ ସରକାର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରିଥିଲେ। ଏହି ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବାର ଓଡ଼ିଶା କାଉନସିଲକୁ ଇସ୍ତଫା ଦେଲେ। ତାପରେ ଏଠି ଅଛି ସରଳାର୍ଥ। ଏଭଳି ସାନ୍ତ୍ୱନାର ସରଳାର୍ଥ ଆମେ ଆଉ ଗୋଟେ ଭିଡ଼ିଓରେ ଆଲୋଚନା କରିବା। ଆଜି କେବଳ ଏତିକି। ଲଙ୍ଗ କ୍ୱେଶ୍ଚନ ଆଉ ସରଳାର୍ଥ ଆମେ ଆଉ ଗୋଟେ ଭିଡ଼ିଓରେ ଆଲୋଚନା କରିବା। ସେଥିପାଇଁ ଯଦି ଭିଡ଼ିଓ ନୂଆ ଅଛନ୍ତି ତାହା ସବସ୍କ୍ରାଇବ୍ କରିଦିଅନ୍ତୁ। ସମସ୍ତ ବିଷୟରେ କ୍ୱେଶ୍ଚନ ଆନ୍ସର ଆପଣ ଏହି ଭିଡ଼ିଓରେ ପାଇବେ। ସେଥିପାଇଁ ଥ୍ୟାଙ୍କସ୍ ଫର ୱାଚିଂ।